ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର 50 ଟଙ୍କାର ନୂଆ ନୋଟ ଜାରି କରାଯିବ। ଏହି ନୋଟ ଖୁବ୍ ଶୀଘ୍ର ବଜାରକୁ ଆସିବ। ଏହି ନୂଆ ନୋଟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସ୍ୱାକ୍ଷର ରହିବ। ମାଲହୋତ୍ରା ଡିସେମ୍ବର 2024ରେ ଆରବିଆଇର ନୂଆ ଗଭର୍ଣ୍ଣର ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ। ଶକ୍ତିକାନ୍ତ ଦାସ ଅବସର ନେବା ପରେ ତାଙ୍କର ନିଯୁକ୍ତି ହୋଇଥିଲା। ଆରବିଆଇ ତାଙ୍କ ବୟାନରେ କହିଛନ୍ତି ଯେ ଜାରି ହେବାକୁ ଥିବା ନୋଟର ଡିଜାଇନ ମହାତ୍ମା ଗାନ୍ଧୀ ନୂଆ ସିରିଜର 50 ଟଙ୍କା ନୋଟ ଭଳି ରହିବ। ଏହା ସହିତ ପୂର୍ବରୁ ପ୍ରଚଳିତ 50 ଟଙ୍କା ନୋଟ ଗୁଡ଼ିକ ମଧ୍ୟ ବଜାରରେ ବୈଧ ରହିବ। ପୂର୍ବରୁ ଜାରି ହୋଇଥିବା ମହାତ୍ମା ଗାନ୍ଧୀ ସିରିଜ ନୋଟର ଆକାର 56 ମିମି × 135 ମିମି ଥିଲା। ଏହି ନୋଟ ଗୁଡ଼ିକର ରଙ୍ଗ ଫ୍ଲୋରୋସେଣ୍ଟ ବ୍ଲୁ ଥିଲା। ନୋଟ ଗୁଡ଼ିକରେ ରଥ ସହିତ ହାମ୍ପି ମନ୍ଦିରର ଫଟୋ ରହିଛି, ଯାହା ଭାରତର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଛି। ଭାରତରେ 2000 ଟଙ୍କା ନୋଟକୁ ଆରବିଆଇ 1.5 ବର୍ଷ ପୂର୍ବେ ବନ୍ଦ କରିଦେଇଛନ୍ତି। ତେବେ ଅନୁମାନ କରାଯାଉଛି ଏପରି ହଜାର ହଜାର ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ 2000 ଟଙ୍କା ନୋଟ ରହିଛି। ନିକଟରେ ଆରବିଆଇଙ୍କ ଏକ ବୟାନ ଆସିଥିଲା। ଏଥିରେ କୁହାଯାଇଥିଲା ଯେ ଚଳିତ ବର୍ଷ ଜାନୁଆରୀ ମାସ 31 ତାରିଖ ସୁଦ୍ଧା 98.15% 2000 ଟଙ୍କାର ଗୋଲାପୀ ନୋଟ ବ୍ୟାଙ୍କିଂ ସିଷ୍ଟମକୁ ଫେରି ଆସିଛି।